ଓଡ଼ିଶା ସରକାର ନୂଆ ଓ ସ୍କଲାରସିପ୍ ପରେ ଏକ ନୂଆ କାର୍ଡ଼ ଜାରି କରିଛନ୍ତି ପିଲାମାନଙ୍କ ପାଇଁ। ଏହି କାର୍ଡ଼ଟିର ନାମ ରହିଛି ମ୍ୟାଜିକ୍ କାର୍ଡ଼। ଦେଖନ୍ତୁ ଏଠି କ'ଣ ଏଇ ମ୍ୟାଜିକ୍ କାର୍ଡ଼ର କାମ କ'ଣ ଆପଣମାନଙ୍କୁ ଏବେ କହିବି। ଏହା ପୂର୍ବରୁ ଆପଣମାନେ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏବେ ଚାଲନ୍ତୁ ଜାଣିବା ଏଇ ମ୍ୟାଜିକ୍ କାର୍ଡ଼ଟି କ'ଣ। କଲେଜ ପିଲାଙ୍କୁ ନବୀନଙ୍କ ନୂଆ ଭେଟି। ମାର୍ଚ୍ଚ 5ରୁ ଆବେଦନ ଓ ଅଗଷ୍ଟ 15ରେ ବଣ୍ଟନ ହେବ ଏହି ମ୍ୟାଜିକ୍ କାର୍ଡ଼। ୱାଇଫାଇ ଠୁ ଅନଲାଇନ୍ କ୍ଲାସ୍ ଯାଏ ସବୁ ସୁବିଧା ରହିଛି ଏଥିରେ। ଏଠି ଲେଖାଯାଇଛି ଓଡ଼ିଶାର କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଖୁସି ଖବର। ଛାତ୍ରବୃତ୍ତି ପରେ ରାଜ୍ୟ ସରକାର ପ୍ରତ୍ୟେକ ସ୍ନାତକୋତ୍ତର ବିଦ୍ୟାର୍ଥୀଙ୍କ ପାଇଁ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ଼ ଭେଟି ଦେବାକୁ ଯାଉଛନ୍ତି। ଯେଉଁ କାର୍ଡ଼ ବିଦ୍ୟାର୍ଥୀଙ୍କୁ ବସ୍, ଟ୍ରେନ୍ କିମ୍ବା ଫ୍ଲାଇଟ୍ରେ କେବଳ ରିଆତି ସୁବିଧା କରାଇବ ନାହିଁ, ବରଂ ଫୋନ୍ ଡାଟା ରିଚାର୍ଜ, ୱାଇଫାଇ, ଅନଲାଇନ୍ କ୍ଲାସ୍, ଇ-ଲାଇବ୍ରେରୀ ଆଦି ସୁବିଧା ସହିତ ବହିପତ୍ର କିଣାରେ ତିଆରି ଆଦି ସୁବିଧା ଦେବ। ଏ କାର୍ଡ଼ ପିଲାମାନଙ୍କର ବୃତ୍ତିଗତ ଜୀବନକୁ ନେଇ କରିବା ପାଇଁ ଶିକ୍ଷାଗତ ଜୀବନକୁ ବିକଶିତ କରିବ। ଆଜି ଖୋର୍ଦ୍ଧା ହାବେଳି ପଡ଼ିଆ ଏବଂ ବେଗୁନିଆ ଷ୍ଟାଡିୟମର ଆୟୋଜିତ ନୂଆ ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ଯୋଗଦେଇ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ VK ପାଣ୍ଡିଆନ ଏହା ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ଏହି ମ୍ୟାଜିକ୍ କାର୍ଡ଼ ସାହାଯ୍ୟରେ ଏତେ ସବୁ ଲାଭ ମିଳିବ। ଏହା ଆବେଦନ କରାଯିବ ମାର୍ଚ୍ଚ 5ରୁ। ଏହି କାର୍ଡ଼ଟି ଆପଣମାନଙ୍କୁ ମିଳିବ ଅଗଷ୍ଟ 15ରେ। ଆପଣ ଯଦି ଆବେଦନ କରିବାକୁ ଚାହୁଁଛନ୍ତି ତେବେ କମେଣ୍ଟ କରି ଜଣାନ୍ତୁ। ଏହା ସହିତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନିଅନ୍ତୁ।